ପିଲାମାନେ ତମର ଯେଉଁ +2 ଫାର୍ଷ୍ଟ ଇୟର ଆର୍ଟ୍ସ ହିଷ୍ଟ୍ରି ବିଷୟବସ୍ତୁର ଏକ ଟପିକ୍ ହେଉଛି ଆମେରିକାର ସ୍ୱାଧୀନତା ସଂଗ୍ରାମ। ଏହି ଆମେରିକା ସ୍ୱାଧୀନତା ସଂଗ୍ରାମର ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 35ଟି MCQ ବିଷୟରେ ଆମେ ଆଜି ଏହି ଭିଡ଼ିଓରେ ଆଲୋଚନା କରିବା। ପିଲାମାନେ ଏହି ଭିଡ଼ିଓଟିକୁ ଯେମିତି ହେଲେ 2ରୁ 3 ଥର ଦେଖିଦେବ ପିଲାମାନେ, ଯଦ୍ୱାରା ଏହି ଆମେରିକାର ସ୍ୱାଧୀନତା ସଂଗ୍ରାମରେ ଆଜି ଯାହା ଆମେ 35ଟି MCQ ଡିସ୍କସନ୍ କରିବା ତାହା ସମ୍ପୂର୍ଣ୍ଣ ରୂପେ ତୁମର ମନରେ ରହିଯିବ। ଏଇଠି ଦେଖିପାରୁଥିବ ପିଲାମାନେ, ମୁଁ କେବଳ ଗୋଟିଏ ହିଁ ଅପସନ୍ ଦେଇଛି, ମଲ୍ଟିପୁଲ୍ ଅପସନ୍ ଦେଇନାହିଁ। ଏବଂ ସେହି ଗୋଟିଏ ହିଁ ଅପସନ୍ ହେଉଛି ରାଇଟ୍ ଉତ୍ତର, ଆଉ ତାକୁ ମୁଁ ରେଡ୍ କଲର୍ରେ ବି ସୂଚାଇ ଦେଇଛି। ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ଭାଗ ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, ଆମେରିକାର ସ୍ୱାଧୀନତା ସଂଗ୍ରାମ କାହା କାହା ମଧ୍ୟରେ ହୋଇଥିଲା? ଆମେରିକାର ସ୍ୱାଧୀନତା ସଂଗ୍ରାମ ଇଂଲଣ୍ଡ ଓ ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକ ମଧ୍ୟରେ ହୋଇଥିଲା। ଆମେରିକାର ସ୍ୱାଧୀନତା ସଂଗ୍ରାମ କେବେ ଆରମ୍ଭ ହୋଇଥିଲା? ଆମେରିକାର ସ୍ୱାଧୀନତା ସଂଗ୍ରାମ 1776 ମସିହାରେ ଆରମ୍ଭ ହୋଇଥିଲା। ଆମେରିକାର ସ୍ୱାଧୀନତା ସଂଗ୍ରାମ କେବେ ଶେଷ ହୋଇଥିଲା? ଆମେରିକାର ସ୍ୱାଧୀନତା ସଂଗ୍ରାମ 1783 ମସିହାରେ ଶେଷ ହୋଇଥିଲା। ପିଲାମାନେ ତମର ବ୍ୟୁରୋ ବୁକ୍ରେ ଉତ୍ତର ଦେଇଛି 1781 ମସିହାରେ, କିନ୍ତୁ ଯଦି ଆମେ ଅଫିସିଆଲି ଦେଖିବା କେବେ ଆମେରିକାର ସ୍ୱାଧୀନତା ସଂଗ୍ରାମ ଶେଷ ହୋଇଥିଲା, ତାହେଲେ ପ୍ରକୃତ ଉତ୍ତରଟି ହେଉଛି 1783 ମସିହାରେ। ତୁମର ବ୍ୟୁରୋ ବୁକ୍ରେ ଉତ୍ତର ଦେଇଛି 1781 ମସିହା, କାରଣ ଏ 1781 ମସିହାରେ ଇଂରେଜମାନେ ଆମେରିକାରେ ସରେଣ୍ଡର କରିଥିଲେ, ସମ୍ପୂର୍ଣ୍ଣ ରୂପେ ସରେଣ୍ଡର କରିଦେଇଥିଲେ। ତେଣୁକରି ତୁମର ବ୍ୟୁରୋ ବୁକ୍ରେ 1781 ମସିହା ଦେଇଛି। ଯଦି ଆମେ ସମ୍ପୂର୍ଣ୍ଣ ରୂପେ ଆମେରିକାର ସ୍ୱାଧୀନତା ସଂଗ୍ରାମ କେବେ ଶେଷ ହୋଇଥିଲା ବୋଲି କହିବା, ତାହେଲେ 1783 ମସିହାରେ ଶେଷ ହୋଇଥିଲା। ଆଉ କେବଳ ଯଦି କହିବା ଆମେରିକାର ସ୍ୱାଧୀନତା ସଂଗ୍ରାମ କେବେ ଶେଷ ହୋଇଥିଲା, ତାହେଲେ 1781 କହିପାରିବା। କାହିଁକି ନା ଏହି 1781 ମସିହାରେ ଇଂରେଜମାନେ ଆତ୍ମସମର୍ପଣ କରିଦେଇଥିଲେ। ପିଲାମାନେ ତୁମର ପରୀକ୍ଷାରେ ଯଦି ଏହି ପ୍ରଶ୍ନ ଆସେ, ଯେଉଁଟା ବି ଥିବ, ଏଇ 1781 ଯଦି ଥିବ 1781 ହିଁ ଉତ୍ତର ହେବ, 1783 ଯଦି ଥିବ 1783 ବି ଉତ୍ତର ହେବ। ଯଦି ଦୁଇଟା ଯାକ ଥିବ ପିଲାମାନେ, ତୁମେ 1783କୁ ଉତ୍ତର କରିବ। ଯଦି 1783 ନଥିବ ତାହେଲେ 1781କୁ କରିବ, ତୁମର ଉତ୍ତର ଠିକ୍ ହେଇଯିବ ପିଲାମାନେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଆମେରିକାକୁ କିଏ ଆବିଷ୍କାର କରିଥିଲେ? ଆମେରିକାକୁ କଲମ୍ବସ୍ ଆବିଷ୍କାର କରିଥିଲେ। ଆମେରିକାକୁ କଲମ୍ବସ୍ କେବେ ଆବିଷ୍କାର କରିଥିଲେ? ଆମେରିକାକୁ କଲମ୍ବସ୍ 1492 ମସିହାରେ ଆବିଷ୍କାର କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଉତ୍ତର ଆମେରିକାରେ ଇଂଲଣ୍ଡର ରାଜା କେବେ ଉପନିବେଶ ସ୍ଥାପନ କଲେ? ଉତ୍ତର ଆମେରିକାରେ ଇଂଲଣ୍ଡର ରାଜା 1607 ମସିହାରେ ଉପନିବେଶ ସ୍ଥାପନ କଲେ। ଉତ୍ତର ଆମେରିକାରେ ପ୍ରଥମ ଇଂରେଜ ଉପନିବେଶ ସ୍ଥାପନ କେବେ ହୋଇଥିଲା? ଉତ୍ତର ଆମେରିକାରେ ପ୍ରଥମ ଇଂରେଜ ଉପନିବେଶ 1607 ମସିହାରେ ସ୍ଥାପନ ହୋଇଥିଲା। ଇଂଲଣ୍ଡରେ କେଉଁ ରାଜା ପ୍ରଥମେ ଉତ୍ତର ଆମେରିକାରେ ଇଂଲଣ୍ଡର ପ୍ରଥମ ଉପନିବେଶ ସ୍ଥାପନ କରିଥିଲେ? ଇଂଲଣ୍ଡର ପ୍ରଥମ ଜେମ୍ସ ପ୍ରଥମେ ଉତ୍ତର ଆମେରିକାରେ ଇଂଲଣ୍ଡର ପ୍ରଥମ ଉପନିବେଶ ସ୍ଥାପନ କରିଥିଲେ। ଆମେରିକାରେ ସ୍ଥାପନ କରାଯାଇଥିବା ଇଂଲଣ୍ଡର ପ୍ରଥମ ଉପନିବେଶର ନାମ କ'ଣ ଥିଲା? ଆମେରିକାରେ ସ୍ଥାପନ କରାଯାଇଥିବା ଇଂଲଣ୍ଡର ପ୍ରଥମ ଉପନିବେଶର ନାମ ଜେମ୍ସ ଟାଉନ୍ ଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଜେମ୍ସ ଟାଉନ୍ର ନାମ ପରିବର୍ତ୍ତନ କରାଯାଇ କେଉଁ ନାମ ରଖାଯାଇଥିଲା? ଜେମ୍ସ ଟାଉନ୍ର ନାମ ପରିବର୍ତ୍ତନ କରାଯାଇ ଭର୍ଜିନିଆ ରଖାଯାଇଥିଲା। କାହାର ସମ୍ମାନାର୍ଥେ ଜେମ୍ସ ଟାଉନ୍ର ନାମ ପରିବର୍ତ୍ତନ କରାଯାଇ ଭର୍ଜିନିଆ ରଖାଯାଇଥିଲା? ରାଣୀ ଏଲିଜାବେଥଙ୍କ ସମ୍ମାନାର୍ଥେ ଜେମ୍ସ ଟାଉନ୍ର ନାମ ପରିବର୍ତ୍ତନ କରାଯାଇ ଭର୍ଜିନିଆ ରଖାଯାଇଥିଲା। ଆମେରିକାର ଲୋକମାନେ
ମାତୃଦେଶଠାରୁ ସମ୍ପର୍କ ଛିନ୍ନ କରି କ'ଣ ଗଠନ କରିବାକୁ ଚାହିଁଲେ? ଆମେରିକାର ଲୋକମାନେ ମାତୃଦେଶଠାରୁ ସମ୍ପର୍କ ଛିନ୍ନ କରି ସ୍ୱାଧୀନ ରାଷ୍ଟ୍ର ଗଠନ କରିବା ପାଇଁ ଚାହିଁଲେ। ପ୍ରଥମ ଜେମ୍ସ କେଉଁ ଧର୍ମର ଥିଲେ? ପ୍ରଥମ ଜେମ୍ସ ଖ୍ରୀଷ୍ଟୀୟ କ୍ୟାଥୋଲିକ ଧର୍ମର ଥିଲେ। ପ୍ରଥମ ଜେମ୍ସ କେଉଁ ଧର୍ମର ଲୋକମାନଙ୍କ ପ୍ରତି ସହନଶୀଳ ନଥିଲେ? ପ୍ରଥମ ଜେମ୍ସ ପ୍ରୋଟେଷ୍ଟାଣ୍ଟ ଧର୍ମର ଲୋକମାନଙ୍କ ପ୍ରତି ସହନଶୀଳ ନଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟମାନେ କେଉଁ ଭାବରେ ପରିଚିତ? ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟମାନେ ପ୍ୟୁରିଟାନ୍ ଭାବରେ ପରିଚିତ। ଜେମ୍ସଙ୍କ ଧର୍ମନୀତିରେ ଅସନ୍ତୁଷ୍ଟ ହୋଇ ପ୍ୟୁରିଟାନମାନେ କେଉଁ ସ୍ଥାନକୁ ଯିବା ପାଇଁ ମନସ୍ଥ କଲେ? ଜେମ୍ସଙ୍କ ଧର୍ମନୀତିରେ ଅସନ୍ତୁଷ୍ଟ ହୋଇ ପ୍ୟୁରିଟାନମାନେ ଉତ୍ତର ଆମେରିକାକୁ ଯିବା ପାଇଁ ମନସ୍ଥ କଲେ। ପ୍ୟୁରିଟାନମାନେ କାହିଁକି ଦେଶାନ୍ତର ଯିବା ପାଇଁ ବାହାରିଥିଲେ? ପ୍ୟୁରିଟାନମାନେ ନିଜର ଧର୍ମମତ ପାଳନ ପାଇଁ ଦେଶାନ୍ତର ଯିବା ପାଇଁ ବାହାରିଥିଲେ। ପିଲଗ୍ରିମ୍ ଫାଦର କାହାକୁ କୁହାଯାଏ? ପିଲଗ୍ରିମ୍ ଫାଦର ପ୍ୟୁରିଟାନମାନଙ୍କୁ କୁହାଯାଏ। କେବେ ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କଲେ? 1620 ମସିହାରେ ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କଲେ। ପିଲଗ୍ରିମ୍ ଫାଦରମାନେ କେଉଁ ଜାହାଜରେ ଉତ୍ତର ଆମେରିକାକୁ ଯାତ୍ରା ଆରମ୍ଭ କଲେ? ପିଲଗ୍ରିମ୍ ଫାଦରମାନେ ମେଫ୍ଲାୱାର ନାମକ ଜାହାଜରେ ଉତ୍ତର ଆମେରିକାକୁ ଯାତ୍ରା ଆରମ୍ଭ କଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ପିଲଗ୍ରିମ୍ ଫାଦରମାନେ ଇଂଲଣ୍ଡର କେଉଁ ବନ୍ଦରରୁ ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କଲେ? ପିଲଗ୍ରିମ୍ ଫାଦରମାନେ ଇଂଲଣ୍ଡର ପ୍ଲାଇମାଉଥ ବନ୍ଦରରୁ ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କଲେ। କେତେଜଣ ପିଲଗ୍ରିମ୍ ଫାଦର ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ? 102 ଜଣ ପିଲଗ୍ରିମ୍ ଫାଦର ଉତ୍ତର ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକାର କେଉଁ ସ୍ଥାନରେ ପହଞ୍ଚିଲେ? ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକାର ନ୍ୟୁ ପ୍ଲାଇମାଉଥ ସ୍ଥାନରେ ପହଞ୍ଚିଲେ। ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକାର କେଉଁ ସ୍ଥାନରେ ତାଙ୍କର ଉପନିବେଶ ସ୍ଥାପନ କରିଥିଲେ? ପିଲଗ୍ରିମ୍ ଫାଦରମାନେ ଉତ୍ତର ଆମେରିକାର ନ୍ୟୁ ପ୍ଲାଇମାଉଥ ସ୍ଥାନରେ ତାଙ୍କର ଉପନିବେଶ ସ୍ଥାପନ କରିଥିଲେ। ଇଂଲଣ୍ଡର କେଉଁ ରାଜାଙ୍କ ରାଜତ୍ୱ ସମୟରେ ଅଧିକ ସଂଖ୍ୟାରେ ପ୍ୟୁରିଟାନମାନେ ଆମେରିକା ଯାତ୍ରା କରିଥିଲେ? ଇଂଲଣ୍ଡର ପ୍ରଥମ ଚାର୍ଲ୍ସଙ୍କ ରାଜତ୍ୱ ସମୟରେ ଅଧିକ ସଂଖ୍ୟାରେ ପ୍ୟୁରିଟାନମାନେ ଆମେରିକା ଯାତ୍ରା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଇଂଲଣ୍ଡ ଛଡ଼ା ଅନ୍ୟ କେଉଁ ଦେଶର ଲୋକମାନେ ଉତ୍ତର ଆମେରିକାରେ ବସତି ସ୍ଥାପନ କରିଥିଲେ? ଇଂଲଣ୍ଡ ଛଡ଼ା ଜର୍ମାନୀ, ଆୟାରଲାଣ୍ଡ, ହଲାଣ୍ଡ ଇତ୍ୟାଦି ଦେଶର ଲୋକମାନେ ଉତ୍ତର ଆମେରିକାରେ ବସତି ସ୍ଥାପନ କରିଥିଲେ। ଆମେରିକାରେ କେଉଁ ବହିର୍ଦେଶର ବସତି ଅଧିକ ଥିଲା? ଆମେରିକାରେ ଇଂଲଣ୍ଡର ବସତି ଅଧିକ ଥିଲା। ଆମେରିକାରେ କେତୋଟି ଇଂରେଜ ଉପନିବେଶ ସ୍ଥାପନ କରାଯାଇଥିଲା? ଆମେରିକାରେ 13ଟି ଇଂରେଜ ଉପନିବେଶ ସ୍ଥାପନ କରାଯାଇଥିଲା। କେଉଁ ଦେଶର ଆଇନ ଓ ବିଚାର ବ୍ୟବସ୍ଥା ଏହି 13ଟି ଉପନିବେଶରେ ପ୍ରଚଳିତ ଥିଲା? ଇଂଲଣ୍ଡ ଦେଶର ଆଇନ ଓ ବିଚାର ବ୍ୟବସ୍ଥା ଏହି 13ଟି ଉପନିବେଶରେ ପ୍ରଚଳିତ ଥିଲା। ରାଜାଙ୍କ ପ୍ରତିନିଧି ରୂପେ କିଏ ଏହି ଉପନିବେଶମାନଙ୍କରେ ଶାସନ କରୁଥିଲେ? ରାଜାଙ୍କ ପ୍ରତିନିଧି ରୂପେ ଜଣେ ଗଭର୍ଣ୍ଣର
ଏହି ଉପନିବେଶମାନଙ୍କରେ ଶାସନ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ପ୍ରତ୍ୟେକ ଉପନିବେଶ ଗୁଡ଼ିକୁ ଶାସନ କରିବା ପାଇଁ କ'ଣ ଗଠନ କରାଯାଇଥିଲା? ପ୍ରତ୍ୟେକ ଉପନିବେଶ ଗୁଡ଼ିକୁ ଶାସନ କରିବା ପାଇଁ ବିଧାନସଭା ଗଠନ କରାଯାଇଥିଲା। ଉତ୍ତର ଆମେରିକାରେ ଅବସ୍ଥିତ କେଉଁ ଦେଶକୁ ଫରାସୀମାନେ ଅଧିକୃତ କଲେ? ଉତ୍ତର ଆମେରିକାରେ ଅବସ୍ଥିତ କାନାଡା ଦେଶକୁ ଫରାସୀମାନେ ଅଧିକୃତ କଲେ। ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକର ଲୋକମାନଙ୍କ କେଉଁ ଦେଶ ସହ ସମ୍ପର୍କ ତିକ୍ତ ହେବାକୁ ଲାଗିଲା? ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକର ଲୋକମାନଙ୍କର ଇଂଲଣ୍ଡ ଦେଶ ସହ ସମ୍ପର୍କ ତିକ୍ତ ହେବାକୁ ଲାଗିଲା। ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକରେ ଥିବା ଲୋକମାନେ କେଉଁ ଦେଶକୁ ମାତୃଦେଶ ଭାବରେ ବିବେଚନା କରୁଥିଲେ? ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକରେ ଥିବା ଲୋକମାନେ ଇଂଲଣ୍ଡ ଦେଶକୁ ମାତୃଦେଶ ଭାବରେ ବିବେଚନା କରୁଥିଲେ। ଶେଷ ପ୍ରଶ୍ନଟି ହେଉଛି ପିଲାମାନେ, ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକରେ ଥିବା ଲୋକମାନେ କେଉଁ ଦେଶଠାରୁ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ? ଉତ୍ତର ଆମେରିକାର ଉପନିବେଶ ଗୁଡ଼ିକରେ ଥିବା ଲୋକମାନେ ଇଂଲଣ୍ଡ ଦେଶଠାରୁ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ। ପିଲାମାନେ, ଆଜିର ଏହି ଆମେରିକାର ସ୍ୱାଧୀନତା ସଂଗ୍ରାମ ପାର୍ଟ 1 ଭିଡ଼ିଓରେ ଆମେ ଆଜି 35ଟି MCQ ପ୍ରଶ୍ନ ବିଷୟରେ ଜାଣିଲେ। ଏହିପରି ଭାବରେ ପିଲାମାନେ ଆମେ ପାର୍ଟ 2, ପାର୍ଟ 3 କରିକି ଏହି ଆମେରିକାର ସ୍ୱାଧୀନତା ସଂଗ୍ରାମ ବିଷୟବସ୍ତୁରୁ ଯାହା ବି ପ୍ରଶ୍ନ ବାହାରିବ ପିଲାମାନେ 100ଟି ପ୍ରଶ୍ନ ବାହାରୁ ବା 150ଟି MCQ ପ୍ରଶ୍ନ ବାହାରୁ ଏହିପରି ଭାବରେ ପାର୍ଟ 1, ପାର୍ଟ 2, ପାର୍ଟ 3 କରିକି ଶେଷ କରିଦେବା ଆହୁରି 1-2 ଦିନ ଭିତରେ। ପୁଣି କିଛି MCQ ନେଇକି ଆସିବି ପିଲାମାନେ ଆମେରିକାର ସ୍ୱାଧୀନତା ସଂଗ୍ରାମ MCQ ପାର୍ଟ 2ରେ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ।